ଚାଲ କଥା କହୁନୁ କହୁନୁ କ'ଣ ସାର୍ ମର୍ଣ୍ଣିଂ ୱାକ୍ଟା ବଢ଼ିଆ ହେଉଛି ଆଉ କ'ଣ ଏ ଆମ ଏରିଆ ଚାଲିଛି ଆଉ ହଁ ଟିଗିରିଆ ଜଜ୍ କୋର୍ଟ ସାମ୍ନା ଆମ ଟିକିରେ ଗୋଟେ ଜାଗାରେ ଗୋଟେ କୋର୍ଟଟେ ହେଇଛି। ଯାହା ଏତେ ଭଲ ହେଇଛି ଆମେ ଘର ପାଖ ହେଇକି ଦେଖିନେ ଟିକେ ଟିକେ ହଁ ଜଜ୍ କୋର୍ଟ ସାମ୍ନା ଟିଗିରିଆ ଜଜ୍ କୋର୍ଟ ସିଭିଲ୍ ଜଜ୍ କୋର୍ଟ ଯାଉ ଏତେ ବଢ଼ିଆ କୋର୍ଟ ହେଇଛି ଆମ ଏରିଆରେ ନାଇଁ କି ଆଉ ସାର୍ ଆମେ ଦେଖିନଥିଲେ ଯାହା ହେଉ ହୋଲି ଛୁଟିରେ ଆମକୁ ଏସବୁ ଜିନିଷ ସକାଳର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଆମେ ଏଇଟା ଉପଭୋଗ କରିପାରୁଛେ ଏଇଟା ଆମର ସୌଭାଗ୍ୟ। ଜୀବନରେ ପ୍ରଥମ ଥର ମର୍ଣ୍ଣିଂ ୱାକ୍ ହେଉଛି ପୁଣି ଟିଗିରିଆ କୋର୍ଟ ସାମ୍ନାରେ ନ୍ୟାଚୁରାଲ ବିୟୁଟି ଟିଗିରିଆ ନ୍ୟାଚୁରାଲ ବିୟୁଟି ଟିଗିରିଆ ଜଜ୍ କୋର୍ଟ ଆସ ଚାଲି ଆସ ମେନ୍ ଗେଟ୍ ବହୁତ ବଡ଼ ଏରିଆରେ ହେଇଛି ବହୁତ କେତେ ସୁନ୍ଦର ଘର ହେଇଛି ହଁ କୋର୍ଟ ପାଖ ହୋଲି ପର୍ବ ଉପଲକ୍ଷେ ଦି ବନ୍ଧୁ ଆମେ ଏକାଠି ହେଇକି ଆମେ ବହୁତ ଦିନ ପରେ ସୌଭାଗ୍ୟ ମିଳିଛି ଆଜି ସକାଳୁ ବୁଲିବା ପାଇଁ ଆଉ ପିଲାଦିନ ସାଙ୍ଗ ଦି ଜଣ ଆମ ସୌଭାଗ୍ୟ ଗୋଟେ ଛୁଟି ହୋଲି ଛୁଟିରେ ଆମେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଛେ ଓ ମର୍ଣ୍ଣିଂ ୱାକ୍ କରୁଛେ। ଭାଗ୍ୟରେ ଥିଲେ ଏମିତିଆ ଦିନ ମିଳେ ରେ ଭାଇ କ'ଣ କରିବା ଛୁଟି ତ ଆମକୁ ସବୁବେଳେ କାର୍ଯ୍ୟ ବ୍ୟସ୍ତ ଏକରେ କର୍ମ ଦ୍ୱିତୀୟରେ ହେଲା କର୍ତ୍ତବ୍ୟ ଗୋଟେ ହେଉଛି କର୍ତ୍ତବ୍ୟ ରହିଛି ଆଉ ଗୋଟେ ହେଉଛି କର୍ମକ୍ଷେତ୍ର ତା ଭିତରେ ଅବସର ମିଳିଛି ବୋଲି ଆମେ ଦି ବନ୍ଧୁ ଆକ ବୁଲୁଛେ। ହଁ ଆରି ବଢ଼ିଆ ଫୁଲ ହେଇଛି ଇଏ ଫୁଲ ଇଏ ପ୍ରଭୁ ଦୋଳ ଗୋବିନ୍ଦଙ୍କର ଏଇ ଋତୁରେ ବସନ୍ତ ଋତୁରେ ଏଇ ଫୁଲଟି ଫୁଟେ ଓ ଦୋଳ ଗୋବିନ୍ଦଙ୍କର ଏଇ ଫୁଲଟି ଅତି ପ୍ରିୟ ବଢ଼ିଆ ବିୟୁଟିଫୁଲ ହେଇଛି ରେ ନ୍ୟାଚୁରାଲ ଆସ ଭାଇ ଚାଲ ଡ୍ରାଇଭର ମହାସଂଘ ଟିଗିରିଆ ବ୍ଲକ ଏଇ ଆମ ସୁନ୍ଦର ଗାଁ ଗୋପୀନାଥପୁର ଶାସନ ଏଟା ପ୍ରାକୃତିକ ସୌନ୍ଦର୍ଯ୍ୟ ଆଜି ଉପଭୋଗ କରୁଛୁ ଦି ବନ୍ଧୁ ଆକ ବାଲ୍ୟ ବନ୍ଧୁ ଦୁଇ ଜଣ ଆକ ଆଜି ଆମେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଛୁ।